ପଲ୍ଲୀ 79 ଗ୍ରାମ ବାସିନ୍ଦା, ଗ୍ରାମ ପଞ୍ଚାୟତ ଟାଣ୍ଡାବାଇ ଜିପି, ওয়ার্ড 6 নম্বর ওয়ার্ড। আমার সমস্যা হচ্ছে যে আমার ড্রেন নেইକି ଆମକୁ ବହୁତ ଅସୁବିଧା ହେଉଛି। ରାସ୍ତାରେ ଯିବା ବେଲେ ବହୁତ ସମସ୍ୟା ଆମକୁ ଭୋଗିବାକୁ ପଡୁଛି। ବର୍ଷା ଟାଇମରେ ଡ୍ରେନର ମଇଳା ପାଣି ଆସିକି ରାସ୍ତା ଉପରେ ବୋହି ଯାଉଛି। ଏ ରାସ୍ତା ଦେଇକି ବହୁତ ଲୋକ ଯାତାୟାତ କରନ୍ତି, ସ୍କୁଲ ପିଲାମାନେ, କୋର୍ଟ, ବ୍ୟାଙ୍କ, ବହୁତ ଅଫିସିଆଲି କାମରେ ଯିବାକୁ ହେଲେ ଏଇ ରାସ୍ତା ଦେଇକି ଏକା ଯିବାକୁ ପଡୁଛି। ହେଲେ ମୋର ସରକାରଙ୍କୁ ଏତିକି ଅନୁରୋଧ ରହିବ ଯେ ଆ ଆମର ଯେମିତି ଏଇ ବର୍ଷା ଟାଇମରେ ଅସୁବିଧା ନ ହବ, ଏଇ ଡ୍ରେନ୍ ଅସୁବିଧାଟାକୁ ଅତି ଜଲ୍ଦି ଆର ସମସ୍ୟାର ସମାଧାନ କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ। ଏଇକୁ ପ୍ରାୟ 5-6 ବର୍ଷ ହଉଛି ଆମ ଏ ରାସ୍ତାରେ ନା ସରପଞ୍ଚ ତରଫରୁ ନା ବିଭିନ୍ନ ସରକାରୀ କୌଣସି ସଂସ୍ଥାରୁ ଆମର ଏ ରାସ୍ତା ବିଷୟରେ କେହି ବୁଝୁନାହାନ୍ତି। ବର୍ଷା ହବା ସାଙ୍ଗେ ସାଙ୍ଗେ ରାସ୍ତାରେ ଦୁନିଆ ବଜାରର ଆରଏସି ବଜାର, ଆମର ହାଟପଦା ବଜାର, 79 ମାର୍କେଟର ସମସ୍ତ ମଇଳା ଏଇ ଡ୍ରେନରେ ପୁରା ଭର୍ତ୍ତି ହେଇଯାଏ। ଏଇ ପଛରେ ଆମର ଜମି ଜମା ଅଛି, ଆମେ ଜମିରେ ଯାଇପାରୁନାହିଁ, ଚାଷ କରିପାରୁନାହିଁ, ଆମର ବହୁତ ସମସ୍ୟା ହେଉଛି। ଆରଏମସି ବଜାରରୁ ଏ ରାସ୍ତା ବିଷୟରେ ଟିକେ ଯଦି ବୁଝିଥାନ୍ତା, ଡ୍ରେନର ବିଷୟରେ, ବଜାରର ସମସ୍ତ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଡବା ସବୁ ଏଇପଟେ ଯାଇକି ଆମର ଜମିର ଚାଷବାସ ପାଇଁ ବହୁତ ଅସୁବିଧା ହେଉଛି। ପଛରେ ଆମର ଜମି ଅଛି, ଆମେ ଜମିରେ ଚାଷବାସ କରିପାରୁନାହିଁ। ଏଇ ରାସ୍ତାରେ ଦେଖନ୍ତୁ, ଏଇଠୁ 5ଟା ପଞ୍ଚାୟତର ଯିବା ଆସିବା ରାସ୍ତା ଏବଂ ଆମର ମେଡିକାଲ, କଲେଜ ଆଉ ସବୁ ପ୍ରକାର ଏଇ ରାସ୍ତାରେ ସୁବିଧା 79ର ସେଇ ମୁଖ୍ୟ ରାସ୍ତା ଉପରେ ଏମିତି ପରିସ୍ଥିତି। ମଝିରେ ଗୋଟେ ବ୍ରିଜର ଏତେ ଅବସ୍ଥା ହେଇଛି, ସେ ବ୍ରିଜ ନହେଲେ ଆମେ ଜମିରେ ମଧ୍ୟ ଯାଇପାରୁନାହିଁ। ବ୍ରିଜର ଆଜି 5 ବର୍ଷ ହେଉଛି ଆମେ ମାନେ ପଞ୍ଚାୟତ ତରଫରୁ ସରକାରକୁ ଜଣାଉଛୁ, କିନ୍ତୁ ଏହାର କୌଣସି ସୁବ୍ୟବସ୍ଥା ହେଇପାରୁନାହିଁ। ସରପଞ୍ଚ ମଧ୍ୟ ଏହାର କୌଣସି ବ୍ୟବସ୍ଥା କରୁନାହିଁ। 15 ମିନିଟ୍ ବର୍ଷା ହେଇଛି, 15 ମିନିଟ୍ ବର୍ଷାରେ, ବହୁତ ପ୍ରବଳ ବର୍ଷା, ସେ ବର୍ଷାରେ ରାସ୍ତା ପୁରା ମାନେ ଏବେ ମଇଳାରେ ଆବର୍ଜନା ଭର୍ତ୍ତି ରହିଛି। ପାଖରେ ଜଣଙ୍କର ଘର ଅଛି, ଆମ ଭାଇ ସେଠି ରହୁଛି, ଆମେ ସେ ଘରେ ଯାଇପାରୁନାହିଁ, ଘର ଭିତରେ ପାଣି ପଶି ଯାଇଛି। ଗୋଟେ ଷ୍ଟେଟ ବ୍ୟାଙ୍କ ନୂଆରେ ହେଇଛି, ସେ ଷ୍ଟେଟ ବ୍ୟାଙ୍କରେ ପୁରା ପାଣି ପୋଖରୀ ଭଳିଆ ହେଇସାରିଛି, ସେଠି ଆଉ ଯିବା ଆସିବାର ବ୍ୟବସ୍ଥା ନାହିଁ। ସରକାର ବା ଆରଏମସି ତରଫରୁ ଏହାର ଯଦି କିଛି ସୁବ୍ୟବସ୍ଥା କରେ ଆମେ ଉପକୃତ ହବୁ ଏ ଅଞ୍ଚଳର ଲୋକ। ये 79 वाला एक ग्राम अच्छी 79 जो लुगाल रास्ता अच्छी जो 5 किलोमीटर रास्ता से रास्ता आप जी ये आप कोर्ट अच्छी, स्कूल अच्छी, पोस्ट ऑफिस अच्छी, दी 2टा बैंक अच्छी, हाई स्कूल,
ପ୍ରାଇମେରୀ ସ୍କୁଲ, ଶିଶୁ ମନ୍ଦିର, ମେଡିକାଲ, ଆର୍ଆଇ ଅଫିସ, ଆଉ ଆପଣଙ୍କର ଯୋଉ ପଶୁ ଚିକିତ୍ସାଳୟ ଏସବୁ ଅଛି। ଏଠି ପ୍ରାୟ ବହୁତ ପିଲା ଏଠି ଯିବା ଆସିବା କରୁଛନ୍ତି, ପାଠ ପଢିବା ପାଇଁ ଯିବା ଆସିବା କରୁଛନ୍ତି ଓ ଏଇ ରୋଡ ଉପରେ ନିର୍ଭର କରୁଛନ୍ତି। ଆପଣ ଦେଖିବେ 792 ମୋଟୁ ରାସ୍ତାରେ ଆସିଲା ବେଳେ 792 କୋର୍ଟ MB7 ଯୋଉ କୋର୍ଟ ଯୋଉ ଅଛି, ଏ କୋର୍ଟରେ ଆସିଲା ବେଳେ ଦେଖିବେ ଠିକ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଯୋଉ ଏତେ ବଡ ଗାତ ଅଛି, ସେ ଗାତରେ ଯେତେବେଳେ ଥରେ ବର୍ଷା ହୁଏ ନା, ମାର୍କେଟର ଯେତେ ସବୁ ମଇଳା ଆବର୍ଜନା ସବୁ ଆସିକି ସେଠାରେ ପହଞ୍ଚେ, ଯାହା ଦ୍ୱାରା ଲୋକଙ୍କର ବହୁତ ଅସୁବିଧା ହଉଛି। ଆଉ ରାସ୍ତାର କଥା ତ ଛାଇ କହନ୍ତୁ ନା, ଯାହା ତଦ୍ରୁପ ରାସ୍ତାରେ ଯୋଉ ଗାତ ଅଛି, ସେ ଗାତ ଉପରେ ଯେତେବେଳେ ପାଣି ଚାଲେ ସେତେବେଳେ ଲୋକ ଜାଣିପାରନ୍ତି ସେ କୋଉଠି ଗାତ ଅଛି, କୋଉଠି ଇଏ ଅଛି। ତେଣୁ ବହୁତ ଦୁର୍ଘଟଣାର ମଧ୍ୟ ଶିକାର ହଉଛନ୍ତି ଲୋକମାନେ। ତେଣୁ ସରକାରଙ୍କୁ ଅନୁରୋଧ କରିବି ଏଇ 79 ଅଞ୍ଚଳ ପ୍ରତି ଟିକେ ଧ୍ୟାନ ଦେଲେ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥାନ୍ତି। କାଲି ଘର ଭିତରେ ସବୁ ପାଣି, ମଇଳା ପାଣି ସବୁ ଘର ଭିତରେ ପଶିଗଲା। ଏଇଠି ବ୍ରିଜ ଗୋଟେ ନ କଲେ ଆମେ ରହିପାରିବୁ ନାହିଁ। ଏ ଭିତରେ ପାଣି ପଶି ଯାଉଛି, ସବୁ ସାମାନ ପତ୍ର ନଷ୍ଟ ହେଇଯାଉଛି। ଘରେ ପିଲାମାନେ ରହୁଛନ୍ତି, ରହିପାରୁନାହାନ୍ତି। ଯେ ହଉଛି ସେଦିନ ବେଶୀ ଢୁକୁଛି, আর যেদিন অল্প হচ্ছে সেদিন অল্প ঢুকুଛି। 4-5 ବର୍ଷ ହେଲାନି। ହଁ, ସବୁ ପାଣି ତ ଭିତରେ ପଶୁଛି। ଆଉ